गुड मॉर्निंग ओडिशा आज ହେଉଛି ଏପ୍ରିଲ 19 ତାରିଖ ଶୁକ୍ରବାର। ଚାଲନ୍ତୁ ଜାଣିବା ଆଜି ଦିନର 5ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଚାଲନ୍ତୁ ଦିନକରି ଖବର ଉପରେ ନଜର ପକାଇବା। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରଥମ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ଆଧାର କାର୍ଡ ଏଣିକି ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ନାମାଙ୍କ ପାଇଁ ପିଲାଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ରିପୋର୍ଟ ମୁତାବକ ଏକ ମାସରେ ଜିଲ୍ଲାର 16,134 ପିଲାଙ୍କ ଆଧାର କାର୍ଡ ତିଆରି କରାଯାଇଛି। କେବଳ ଶିଶୁଙ୍କ ଆଧାର କାର୍ଡ ତିଆରି କରିବା ପାଇଁ ଜିଲ୍ଲାର 46ଟି କେନ୍ଦ୍ର ଚୟନ କରାଯାଇଛି। ଲୋକସଭା ନିର୍ବାଚନରେ 2024ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟର ଭୋଟ ପାଇଁ ବର୍ତ୍ତମାନ 24 ଘଣ୍ଟାରୁ କମ୍ ସମୟ ବାକି ଅଛି। ଭୋଟ ଦେବା ଠିକ୍ ପୂର୍ବରୁ ସୁପ୍ରିମକୋର୍ଟ ଇଭିଏମ୍ ମେସିନ୍ ଗୁଡ଼ିକର ସତ୍ୟତା ଉପରେ ଶୁଣାଣି ଚାଲିଛି। ଗୁରୁବାର ଦେଶର ନିର୍ବାଚନ ଆୟୋଗ ଦେଶ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛି ଯେ ଇଭିଏମ୍ ଏକ ସ୍ୱାଧୀନ ମେସିନ୍। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଭାରତ ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଭାଜପା ଲାଗି ପ୍ରଚାର କରିଥିବା ବେଳେ ବିରୋଧୀମାନେ ମଧ୍ୟ ତାଙ୍କ ସ୍ୱପ୍ନକୁ ପୂରଣ ନ କରିବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିରନ୍ତର ଚର୍ଚ୍ଚା ହେଉଛି। କୃଷକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହା ଭିତରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ୟତମ। ଦେଶର କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ପାଉଛନ୍ତି। କୃଷକମାନଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ମୋଦି ସରକାର ଏହି ଯୋଜନାକୁ କିଛି ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ। ନିକଟରେ 28 ଫେବୃଆରୀ ଏହି ଯୋଜନାର 16ତମ କିସ୍ତି ଜମା କରାଯାଇଥିଲା। କୋଟି କୋଟି କୃଷକ 17ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ମିଳୁଥିବା ଖବର ଅନୁଯାୟୀ ଲୋକସଭା ନିର୍ବାଚନ ପରେ ଜୁନ୍ ପ୍ରଥମ ସପ୍ତାହରେ ପରବର୍ତ୍ତୀ କିସ୍ତି ପ୍ରକାଶ ପାଇବ। ରାଜ୍ୟରେ ଆସନ୍ତା 21 ତାରିଖ ଯାଏଁ ମେଘୁଆ ପାଗ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ 20 ତାରିଖ ପରେ ପାଗ ବଦଳିବା ସହ 21ରୁ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଝଡ଼ତୋଫାନ ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ସମ୍ଭାବନା ରହିଛି। କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆଶକ୍ତି ଆଣିପାରେ। ବାସ୍ ଏହା ଥିଲା ଆଜି ଦିନର ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍। ଆଗକୁ ଏମିତି ବ୍ରେକିଂ ନ୍ୟୁଜ୍ ଦେଖିବା ପାଇଁ ଭିଡ଼ିଓଟି ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ।